ସ୍ୱେଚ୍ଛାସେବୀ ମହାସଂଘ ମୁଁ ହେଉଛି ମୁଖ୍ୟ ଆବାହକ ଏବଂ ମୁଖ୍ୟ ଉପଦେଷ୍ଟା। ଯେ ଆଜିର କାର୍ଯ୍ୟକ୍ରମ ଥିଲା ବନ୍ଦେ ମାତରମ୍ ଏବଂ ଗୋଟେ ବିକଶିତ ଭାରତ ଗଠନ କରିବା ପାଇଁ ଗୋଟେ ସଂକଳ୍ପର ଆହ୍ୱାନ। କ'ଣ ଆଜି ଗଣତନ୍ତ୍ର ଦିବସରେ କ'ଣ ସଂକଳ୍ପ କ'ଣ ସବୁ ଆପଣଙ୍କର ରହିବ ତାକୁ ପୁଞ୍ଜି କରି ରଖି କ'ଣ? ଦେଖନ୍ତୁ, ଗୋଟେ ବିକଶିତ ଭାରତ ତିଆରି କରିବା କିମ୍ବା ଗୋଟେ ସଂକଳ୍ପ ଓଡ଼ିଶା, ଗୋଟେ ସମସ୍ତ ଓଡ଼ିଶା ନିର୍ମାଣ କରିବା ଭାଇ, ଇଏ ଗୋଟେ ରାଜନୈତିକ ଆହ୍ୱାନ ହେଇଥାଇପାରେ, କିନ୍ତୁ ଆମେ ଆହ୍ୱାନ ଦେଇଛନ୍ତି ଏବଂ ଅନ୍ୟ ପକ୍ଷରେ ମୋଦି ସରକାର ମଧ୍ୟ ଗୋଟେ ବିକଶିତ ଭାରତ 2047 ପାଇଁ ସେ ପ୍ରାଣପଣେ ତାଙ୍କର ଉଦ୍ୟମ କରୁଛନ୍ତି। ସେହି ହିସାବରେ ଆମେ ଓଡ଼ିଶା ସ୍ୱେଚ୍ଛାସେବୀ ମହାସଂଘ ଆଜିର ଦିନକୁ ବାଛିଲୁ। ଆମେ ଜନସାଧାରଣଙ୍କୁ ଦେଶାତ୍ମବୋଧରେ ଆମେ ଉଦ୍ବୁଦ୍ଧ କରିବୁ। ସେଥିପାଇଁ ଆମର କାର୍ଯ୍ୟକ୍ରମ ରହିଲା ଯେ ବନ୍ଦେ ମାତରମ୍ ଯେ ସଂକଳ୍ପ ଅଭିଯାନ। ଆମେ ଏଇଠୁ ଆମର ସଂକଳ୍ପ ନେଇ ଆମେ ଗୋଟେ ଅଭିଯାନ ଆରମ୍ଭ କରିବୁ ଏବଂ ଆମର ଯେଉଁ ପ୍ରେସ୍ ବନ୍ଧୁ ଅଛନ୍ତି, ଆମର ଯେଉଁ ବୁଦ୍ଧିଜୀବୀ ଅଛନ୍ତି, ଜନସାଧାରଣ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଏଇ ଯେଉଁ ବିକାଶମୁଖୀ କାର୍ଯ୍ୟକ୍ରମରେ ଆମେ ଅଂଶୀଦାର କରି ନିଶ୍ଚିତ ଭାବରେ ଯେଉଁ 2036 ସମର୍ଥ ଓଡ଼ିଶା ତାକୁ ସଫଳ କରିବା ପାଇଁ ଆମେ ପ୍ରୟାସ କରିବୁ। ଆପଣ ଏ ଅନୁଷ୍ଠାନ କେତେ ବର୍ଷ ହେଲାଣି? ଆମେ ଯଦିଓ 3 ବର୍ଷ ହେଲା ବିଭିନ୍ନ ଜିଲ୍ଲାରେ ଆମେ ସଂଗଠନ କାର୍ଯ୍ୟ କରୁଥିଲୁ, କିନ୍ତୁ ଗତ 6 ମାସ ହେଲା ଏହା ରେଜିଷ୍ଟ୍ରିକୃତ ହୋଇଛି। ଭୁବନେଶ୍ୱର ଝାରପଡ଼ାରେ ଆମର କାର୍ଯ୍ୟାଳୟ ରହିଛି ଏବଂ ସେଥିରେ ପ୍ରାୟ 80ଟି ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ସେଥିରେ ସାମିଲ ହୋଇଛନ୍ତି ଏବଂ 300ରୁ ଉର୍ଦ୍ଧ୍ୱ ସେଥିରେ ସ୍ୱେଚ୍ଛାସେବୀ ମେମ୍ବର ଅଛନ୍ତି। ଆପଣ କ'ଣ କାର୍ଯ୍ୟକ୍ରମ ଷ୍ଟେପ୍ ନେଇଛନ୍ତି ଆଗାମୀ? ଦେଖନ୍ତୁ, କାର୍ଯ୍ୟକ୍ରମ ହେଉଛି 3ଟି। ଯଦି ଗୋଟେ ବାସ୍ତବ ବିକାଶ କଥା ଆମେ ଦେଖିବା, ତାହେଲେ ପ୍ରଥମେ ଦେଖିବା ଯେଉଁମାନେ ଅବହେଳିତ ଅଛନ୍ତି, ଗ୍ରାଉଣ୍ଡ ଟରେନ୍ ପିପୁଲ୍, ଯେ ସେମାନଙ୍କ ଉତ୍ଥାନ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ସେମାନଙ୍କର ବାସଗୃହ ଏବଂ ସେମାନଙ୍କର ଜୀବିକା, ବିଶେଷ କରି ସୁରକ୍ଷା ନିରାପତ୍ତା, ଏଗୁଡ଼ା ସବୁ ଆଜିର ଦିନରେ ମଧ୍ୟ ବିପନ୍ନ ରହୁଛି। ତେଣୁ ଆମେ ପ୍ରଥମେ ସେଥିପ୍ରତି ଦୃଷ୍ଟି ଦେବୁ। ଦ୍ୱିତୀୟ କଥା ହେଉଛି ଯେଉଁମାନେ ଇନେବଲ୍ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଛନ୍ତି କିନ୍ତୁ ସେମାନଙ୍କର ଦକ୍ଷତା ସାମର୍ଥ୍ୟ ସେଭଳି ବୃଦ୍ଧି ହୋଇପାରିନି, ସେଥିପାଇଁ ଆମେ ସ୍କିଲ୍ ଡେଭଲପମେଣ୍ଟଟା ତା ସହିତ ରଖୁଛୁ। ସେମାନଙ୍କୁ ଗୋଟେ ଦକ୍ଷ ଏବଂ ସମର୍ଥ ଗୋଷ୍ଠୀ ଭାବରେ ଆମେ ତିଆରି କରିବୁ। ତୃତୀୟ କଥା ହେଉଛି ଯେଉଁମାନେ ପ୍ରକୃତ କଥା ନିର୍ମାଣ କାର୍ଯ୍ୟ କରିପାରିବେ, ଦେଶ ନିର୍ମାଣରେ ଯେଉଁମାନଙ୍କର ଆକାଂକ୍ଷା ଅଛି ଏବଂ ସେମାନଙ୍କର ସାମର୍ଥ୍ୟ ଅଛି, ତାଙ୍କୁ ନେଇ ଆମେ ଗୋଟେ ଫୋରମ୍ ତିଆରି କରିବୁ ଏବଂ ସହଜରେ କେମିତି ତାଙ୍କର ଯେଉଁ ପ୍ରୋଜେକ୍ଟ, ତାଙ୍କର ଯେଉଁ କାର୍ଯ୍ୟକ୍ରମ ବା ତାଙ୍କର ଯେଉଁ ଭେଞ୍ଚର ସେ କେମିତି କ'ଣ କରିପାରିବେ ଏବଂ ଦେଶର ସମାଜର ଅର୍ଥନୈତିକ ଅଭିବୃଦ୍ଧିରେ ସେମାନେ ସହାୟକ ହୋଇପାରିବେ, ସେଥିପାଇଁ ଆମେ କାମ କରିବୁ। ଏଇ 3ଟି ଫୋରମ୍ରେ ଆମେ କାମ କରିବୁ। ଆପଣଙ୍କୁ ସରକାର ତରଫରୁ କିଛି ସାହାଯ୍ୟ ସହଯୋଗ ଆସିଛି ନା ନାହିଁ? ସରକାରଙ୍କୁ ଆମେ କେବେ ସାହାଯ୍ୟ ସହଯୋଗ ମାଗିନୁ, କିନ୍ତୁ ଆମର ଯେଉଁ ବନ୍ଧୁମାନେ ଅଛନ୍ତି, ଆମେ ତ ପ୍ରାୟ 50 ବର୍ଷରୁ ଉର୍ଦ୍ଧ୍ୱ ହେଲା ଆମେ ଏଇ ସ୍ୱେଚ୍ଛାସେବୀ କାମ କରିଆସୁଛୁ। ତେଣୁ ବହୁତ ଆମର ଶହ ଶହ ବନ୍ଧୁବର୍ଗ ଅଛନ୍ତି, ସେମାନଙ୍କର ଆମ ପ୍ରତି ସାହାଯ୍ୟ ସହଯୋଗ ଏବଂ ଆଶୀର୍ବାଦ ରହିଛି। ତାକୁ ପୁଞ୍ଜି କରି ଆମେ ଆମର ଅଭିଯାନ ଆରମ୍ଭ କରିବୁ।